ମୁଁ ଡକ୍ଟର ଶିବପ୍ରସନ୍ନ ପାଠୀ। ପ୍ରିୟ ଛାତ୍ରଛାତ୍ରୀଗଣ, ଆଜିର ଆଲୋଚନା କାର୍ଯ୍ୟକ୍ରମରେ ମଧ୍ୟଯୁଗୀୟ ଭାରତ ଇତିହାସର ଆଲାଉଦ୍ଦିନ ଖିଲଜି ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟଟି। ଏହି ଅଧ୍ୟାୟର 20 ପ୍ରଶ୍ନ ଉତ୍ତରକୁ ମୁଁ ପ୍ରସ୍ତୁତ କରିଅଛି ଉତ୍ତମ ପୁସ୍ତକରୁ, ସତୀଶ ଚନ୍ଦ୍ରଙ୍କର ପୁସ୍ତକରୁ ଏବଂ ବିଡି ମହାଜନ ପୁସ୍ତକରୁ। ଚାଲନ୍ତୁ ଦେଖିବା ଆଲାଉଦ୍ଦିନ ଖିଲଜିଙ୍କର ସେ 20ଟି ପ୍ରଶ୍ନ। Which of the Delhi Sultan had faced more than a dozen Mughal invasions? ପିଲାମାନେ ଏଇଟା ପ୍ରଶ୍ନଟି ପଚାରିଛି ଯେ କେଉଁ ଦିଲ୍ଲୀର ସୁଲତାନ ଗୋଟେ ଡଜନରୁ ଅଧିକ ମଙ୍ଗୋଲ ଆକ୍ରମଣକୁ ସମ୍ମୁଖୀନ କରିଥିଲେ। ବଲବନ, ଆଲାଉଦ୍ଦିନ ଖିଲଜି, ମହମ୍ମଦ ବିନ୍ ତୁଗଲକ, ଔରଙ୍ଗଜେବ। ତ ପିଲାମାନେ ମନେ ରଖନ୍ତୁ, ଆଲାଉଦ୍ଦିନ ଖିଲଜିଙ୍କର ଶାସନ ସମୟରେ ଡଜନରୁ ଅଧିକ ସମୟ ଧରିକି ମଙ୍ଗୋଲମାନେ ଆକ୍ରମଣ କରିଥିଲେ। ଆଲାଉଦ୍ଦିନ ସିନା ସୁଲତାନ ହେଇଥିଲେ, କିନ୍ତୁ ତାଙ୍କ ଶାସନ ସବୁଆଡ଼େ କଣ୍ଟକମୟ ଥିଲା। ତାପରେ ଦେଖିବା ପିଲାମାନେ 2 ନମ୍ବର, ହୁଇଚ୍ ଦିଲ୍ଲୀ ସୁଲତାନ ଅକୁପାଏଡ୍ ପ୍ୟାଲେସ୍ ଅଫ୍ ବଲବନ? ଦିଲ୍ଲୀର କେଉଁ ସୁଲତାନ ବଲବନଙ୍କର ରାଜପ୍ରସାଦକୁ ଅଧିକାର କରିଥିଲେ? ବଲବନ, ଆଲାଉଦ୍ଦିନ ଖିଲଜି, ମହମ୍ମଦ ବିନ୍ ତୁଗଲକ, ଔରଙ୍ଗଜେବ। ତ ପିଲାମାନେ ଏଇଠି 2 ନମ୍ବରର ଉତ୍ତର ଖଣ୍ଡିକ ହେବ ଆଲାଉଦ୍ଦିନ ଖିଲଜି। ଆଲାଉଦ୍ଦିନ ଖିଲଜି ବଲବନଙ୍କର ରାଜପ୍ରସାଦକୁ ଅଧିକାର କରିଥିଲେ, ସେଇଠୁ ହିଁ ସେ ଶାସନ ପରିଚାଳନା କରୁଥିଲେ। କାହିଁକି ନା ବଲବନଙ୍କର ଉତ୍ତରାଧିକାରୀମାନେ ସେଇ ରାଜପ୍ରସାଦରେ ଥିଲେ, ସେଇଥିରୁ ତାଙ୍କୁ ବିତାଡ଼ିତ କରିଥିଲେ ଆଲାଉଦ୍ଦିନ ଖିଲଜି। ତାପରେ ଦେଖିବା ପିଲାମାନେ 3, ଇନ୍ ହୁଇଚ୍ ଇୟର୍ ଆଲାଉଦ୍ଦିନ ଖିଲଜି ପ୍ରୋକ୍ଲେମ୍ଡ ଦ ସୁଲତାନ ଅଫ୍ ଦିଲ୍ଲୀ? କେଉଁ ମସିହାରେ ଆଲାଉଦ୍ଦିନ ଖିଲଜି ନିଜକୁ ଦିଲ୍ଲୀର ସୁଲତାନ ବୋଲି ପ୍ରୋକ୍ଲେମ୍ କଲେ, ଘୋଷଣା କଲେ? 3 ଅକ୍ଟୋବର 1296, 3 ଅକ୍ଟୋବର 1297, 3 ଅକ୍ଟୋବର 1298, 3 ଅକ୍ଟୋବର 1299। ତ ପିଲାମାନେ ଏଇଠି 3ର ଉତ୍ତର ଖଣ୍ଡିକ ହେବ ଏ 3 ଅକ୍ଟୋବର 1296। 3 ତାରିଖ ଅକ୍ଟୋବର ମାସ 1296 ମସିହାରେ ଆଲାଉଦ୍ଦିନ ଖିଲଜି ନିଜକୁ ସୁଲତାନ ବୋଲି ଦିଲ୍ଲୀର ଘୋଷଣା କଲେ। ସେଇଦିନ ହିଁ ସେ ବଲବନଙ୍କର ପ୍ୟାଲେସ୍କୁ ଅଧିକାର କରିନେଇଥିଲେ। ତାପରେ ଦେଖିବା ନେକ୍ସଟ ଆମେ 4 ନମ୍ବର ପ୍ରଶ୍ନ। ଡ୍ୟୁରିଂ ଦ ଆଲାଉଦ୍ଦିନ ଖିଲଜି's ruling period, who led the expedition of Multan and blinded Ibrahim? ତ ପିଲାମାନେ ଆଲାଉଦ୍ଦିନ ଖିଲଜିଙ୍କର ଶାସନ ସମୟରେ କିଏ ଆଲାଉଦ୍ଦିନଙ୍କର ତରଫରୁ ଯେଉଁ ଯୁଦ୍ଧଯାତ୍ରା ହେଇଥିଲା ମୁଲତାନ ଅଞ୍ଚଳକୁ, ତାର ନେତୃତ୍ୱ ନେଇଥିଲେ? ଇବ୍ରାହିମ ଯିଏ ଥିଲେ ବଲବନଙ୍କ ପରେ ଉତ୍ତରାଧିକାରୀ ଭାବରେ ଦିଲ୍ଲୀର ସୁଲତାନ ହେବା କଥା, ସେ ମୁଲତାନ ଅଞ୍ଚଳରେ ଆଲାଉଦ୍ଦିନଙ୍କର ବିରୋଧୀ ଭାବରେ ପରିଚିତ ଥିଲେ। ବିଦ୍ରୋହ କରିଥିଲେ ଆଲାଉଦ୍ଦିନ ଖିଲଜିଙ୍କର ବିରୋଧରେ। ସେ ଜାଗାରୁ ମୁଲତାନ ଅଞ୍ଚଳରୁ ଆଲାଉଦ୍ଦିନ ଖିଲଜି ଇବ୍ରାହିମକୁ ବାହାର କରିଦେଇଥିଲେ। ତ ତାର ନେତୃତ୍ୱ କିଏ ନେଇଥିଲେ? ଏଠି ପ୍ରଶ୍ନଟି ଅଛି। ଉଲୁଗ ଖାନ, ଜଫର ଖାନ, କୁତଲୁବ ଖ୍ୱାଜା, ଆଲାଉଦ୍ଦିନ ମଲିକ। ତ ପିଲାମାନେ 4 ନମ୍ବରର ଏଠି ଉତ୍ତର ଖଣ୍ଡିକ ହେବ ଏ ଉଲୁଗ ଖାନ। ଆଲାଉଦ୍ଦିନଙ୍କର ଏବଲ କମାଣ୍ଡର ଉଲୁଗ ଖାନ, ଯିଏକି ନେତୃତ୍ୱ ନେଇଥିଲେ ମୁଲତାନକୁ ଆକ୍ରମଣ କରିବା ପାଇଁ ଏବଂ ଇବ୍ରାହିମକୁ ସେ ଅଞ୍ଚଳରୁ ତଡ଼ିଦେବା ପାଇଁ। କାହିଁକିନା ଇବ୍ରାହିମ ଜଣେ ବିରୋଧୀ ଥିଲେ, ଆଲାଉଦ୍ଦିନଙ୍କର ବିରୋଧୀ ଥିଲେ ଏବଂ ରାଜସିଂହାସନର ଦାବିଦାର ମଧ୍ୟ ଥିଲେ। ତାପରେ ଦେଖିବା ପିଲାମାନେ 5 ନମ୍ବର ପ୍ରଶ୍ନ। ଇନ୍ ହୁଇଚ୍ ଇୟର୍ ଫାଷ୍ଟ ମଙ୍ଗୋଲ ଇନଭେଜନ୍ ପ୍ଲେସ୍ ଡ୍ୟୁରିଂ ଦ ପିରିୟଡ଼ ଅଫ୍ ଆଲାଉଦ୍ଦିନ ଖିଲଜି? ଆଲାଉଦ୍ଦିନ ଖିଲଜିଙ୍କର ଡଜନଟି ହେବ ଟାଇମ୍ ମଙ୍ଗୋଲମାନେ ଆକ୍ରମଣ କରିଥିଲେ ଆମେ ଅଧ୍ୟୟନ କରିଛନ୍ତି, ପ୍ରଶ୍ନ କରିଛନ୍ତି। ସେ ଆଲାଉଦ୍ଦିନ ଖିଲଜିଙ୍କ ସମୟରେ ପ୍ରଥମ ଥର ମଙ୍ଗୋଲ ଆକ୍ରମଣଟା କେବେ ହେଇଥିଲା?
1293, 1294, 1295, 1296 ସରି 1993 ହେଇଯାଇଛି ପିଲାମାନେ, ସବୁ 1994 ହେଇଯାଇଛି, 1995 ହେଇଛି, 1996 ହେଇଯାଇଛି। ତାକୁ ଆପଣମାନେ 1200 କରିବେ ପିଲାମାନେ। 1293, 1294, 1295, 1296। 5ର ପିଲାମାନେ ଉତ୍ତରଖଣ୍ଡିକ ହେବ ଡି। ଏଇଠି 1296 କରିବେ। 1296 ମସିହା ହେବ। ଏରେ ଆଲାଉଦ୍ଦିନ ଖିଲଜିଙ୍କର ବିରୋଧରେ ମୋଗଲମାନଙ୍କର ପ୍ରଥମ ଅଭିଯାନ ଆରମ୍ଭ ହେଲା। ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନଟି ପରୀକ୍ଷା ଉଦ୍ଦେଶ୍ୟରେ। ତାପରେ ଆମେ ଦେଖିବା ପିଲାମାନେ 6 ନମ୍ବର ପ୍ରଶ୍ନ। ଆଲାଉଦ୍ଦିନ ଡେସ୍ପାଚ୍ ଟୁ ହୁମ୍ ଫର୍ ସରଫେସ୍ ଫାଷ୍ଟ ମଙ୍ଗୋଲ ଇନଭେଜନ୍ ଇନ୍ 1296। 1294 ମସିହାରେ ମଙ୍ଗୋଲମାନଙ୍କର ଯେଉଁ ଅଭିଯାନ ହେଲା ଆଲାଉଦ୍ଦିନ ଖିଲଜିଙ୍କର ବିରୋଧରେ, ତାହାର ପ୍ରଥମ ନେତୃତ୍ୱ କିଏ ନେଇଥିଲେ? ଆଲାଉଦ୍ଦିନ କାହାକୁ ପଠାଇଥିଲେ ମଙ୍ଗୋଲମାନଙ୍କୁ ଦମନ କରିବାକୁ? ପ୍ରଶ୍ନଟି ପଚାରିଛି 1296 ମସିହାରେ। ଆଲାଉଦ୍ଦିନ ଖିଲଜିଙ୍କ ପାଖରେ 4-5 ଜଣ ଏବଲ୍ କମାଣ୍ଡର ଥିଲେ। ତା ଉପରେ ସବୁବେଳେ ପ୍ରଶ୍ନଟି ହେଉଛି ପିଲାମାନେ ଏସ୍ଏସ୍ବିରେ। ମାଲିକ କାଫୁର, ମଲିକ ଆଲ୍ ଉଲ୍ ମୁଲ୍କ, ଉଲୁଗ ଖାନ, ଜଫର ଖାନ। 6 ନମ୍ବରର ଉତ୍ତରଟା ପିଲାମାନେ ହେବ ଡି, ଜଫର ଖାନ। ଜଫର ଖାନ ହେଉଛନ୍ତି ଜଣେ ଏବଲ୍ କମାଣ୍ଡର ଆଲାଉଦ୍ଦିନ ଖିଲଜିଙ୍କର। ଆଲାଉଦ୍ଦିନ ଖିଲଜିଙ୍କର ନିର୍ଦ୍ଦେଶ ହେଇଥିଲା ଜଫର ଖାନକୁ ମଙ୍ଗୋଲମାନଙ୍କୁ ଦମନ କରିବା ପାଇଁ। ତେଣୁ ମଙ୍ଗୋଲମାନଙ୍କର ପ୍ରଥମ ଯୁଦ୍ଧ ଅଭିଯାନ ଆଲାଉଦ୍ଦିନ ଖିଲଜିଙ୍କର ବିରୋଧରେ 1296ରେ ଯେଉଁ ହେଇଥିଲା ତାକୁ ଦମନ କରିଥିଲେ ଜଫର ଖାନ। ତାପରେ ଆମେ ଦେଖିବା ପିଲାମାନେ 7 ନମ୍ବର। 7 ନମ୍ବର ପ୍ରଶ୍ନ ଆମକୁ କ'ଣ କହୁଛି? ହୁଇଚ୍ ଇୟର୍ ଦ ମଙ୍ଗୋଲୋସ୍ କ୍ୟାପଚର୍ଡ ଫୋର୍ଟ ସିରି ଡ୍ୟୁରିଂ ଦ ରୁଲିଂ ଟାଇମ୍ ଅଫ୍ ଆଲାଉଦ୍ଦିନ ଖିଲଜି। ଆଲାଉଦ୍ଦିନ ଖିଲଜିଙ୍କର ଶାସନ ସମୟରେ ଆଲାଉଦ୍ଦିନ ଖିଲଜିଙ୍କର ଗୋଟିଏ ପ୍ରସିଦ୍ଧ ଦୁର୍ଗ ଥିଲା ସିରି। ତାକୁ କେଉଁ ମସିହାରେ ମୋଗଲମାନେ ଅଧିକାର କରିନେଲେ? 1294, 1295, 1296, 1297। 7ର ଉତ୍ତରଟା ପିଲାମାନେ ହେବ ଡି, 1297। 1297 ମସିହାରେ ଆଲାଉଦ୍ଦିନଙ୍କର ସିରି ଦୁର୍ଗକୁ ମୋଗଲମାନେ ଅଧିକାର କଲେ। ତାପରେ ଆମେ ଦେଖିବା ପିଲାମାନେ 8 ନମ୍ବର ପ୍ରଶ୍ନ। 8 ନମ୍ବର ପ୍ରଶ୍ନ ଆମକୁ କ'ଣ କହୁଛି? ହାଉ ମେନି ମଙ୍ଗୋଲୋସ୍ କ୍ୟାପଚର୍ ବାଇ ଜଫର ଖାନ ଦ ଏବଲ୍ କମାଣ୍ଡର ଅଫ୍ ଆଲାଉଦ୍ଦିନ ଖିଲଜି ଡ୍ୟୁରିଂ ଦ ସେକେଣ୍ଡ ମଙ୍ଗୋଲ ଇନଭେଜନ୍ 1297। ମନେ ରଖନ୍ତୁ 1296ରେ ପ୍ରଥମ ମୋଗଲ ଅଭିଯାନ ହେଲା ଆଲାଉଦ୍ଦିନ ଖିଲଜିଙ୍କ ଶାସନ ସମୟରେ ତାଙ୍କ ଅଞ୍ଚଳ ଉପରେ। ଦ୍ୱିତୀୟ ମୋଗଲ ଅଭିଯାନଟି ହେଲା 1297। ଏହି ଦ୍ୱିତୀୟ ମୋଗଲ ଅଭିଯାନର ମଧ୍ୟ ନେତୃତ୍ୱ ନେଇଥିଲେ ଜଫର ଖାନ ଆଲାଉଦ୍ଦିନଙ୍କ ତରଫରୁ। ଜଫର ଖାନ ମୋଗଲମାନଙ୍କୁ ବନ୍ଦୀ କରିଥିଲେ ଏବଂ ଦିଲ୍ଲୀ ନେଇ ଆସିଥିଲେ। ତ କେତେ ଜଣ ମୋଗଲଙ୍କୁ ବନ୍ଦୀ କରିଥିଲେ ଏଇଟା ପ୍ରଶ୍ନଟି? 1000, 1200, 1700, 2000, 1000, 1200, 1700, 2000। ତ ମନେ ରଖନ୍ତୁ ପିଲାମାନେ 8 ନମ୍ବରର ଉତ୍ତର ଖଣ୍ଡିକ ହେବ ସି 1700। 1700 ମୋଗଲ ସୈନିକଙ୍କୁ ଏବଂ ତାଙ୍କର ନେତୃତ୍ୱଙ୍କୁ ବନ୍ଦୀ କରିକି ଦିଲ୍ଲୀକୁ ଆଣିଥିଲେ ଜଫର ଖାନ ଆଲାଉଦ୍ଦିନଙ୍କର ଏବଲ୍ କମାଣ୍ଡର। ଦ୍ୱିତୀୟ ମୋଗଲ ଆକ୍ରମଣ ସମୟରେ ଦିଲ୍ଲୀ ଉପରେ। ତାପରେ ଆମେ ଦେଖିବା ପିଲାମାନେ 9 ନମ୍ବର ପ୍ରଶ୍ନ। ଇନ୍ ହ୍ୱିଚ୍ ଇୟର୍ ଦ ଥାର୍ଡ ମୋଗଲ ଇନଭେଜନ୍ ଟୁକ୍ ପ୍ଲେସ୍ ଡ୍ୟୁରିଂ ଦ ରୁଲିଂ ଟାଇମ୍ ଅଫ୍ ଆଲାଉଦ୍ଦିନ ଖିଲଜି। ପ୍ରଥମଟି ହେଲା 1296ରେ। ଦ୍ୱିତୀୟ ମୋଗଲ ଅଭିଯାନଟି ହେଲା 1297ରେ। 9 ନମ୍ବର ପ୍ରଶ୍ନରେ ପଚାରୁଛି ଯେ ତୃତୀୟ ମୋଗଲ ଅଭିଯାନଟି କେବେ ହେଲା ଆଲାଉଦ୍ଦିନ ଖିଲଜିଙ୍କର ଉପରେ? 1297, 1298, 1299, 1300। 1297, 1298, 1299, 1300। ତ ପିଲାମାନେ ଏଇଠି 9 ନମ୍ବରର ଉତ୍ତରଟି ହେବ ସି 1299। 1297 ପରେ 98ଟା ଗ୍ୟାପ୍ ଅଛି। 1299 ମସିହାରେ
तृतीय थर पर मोगल मैंने अलाउद्दीन खिलजी ऊपर आक्रमण कले। थर्ड इन्वेजनटा केबे हला पिला माने 1269। 9 नंबर उत्तरटा होची सी। तापर देखिए नेक्स्ट प्रश्न 10 नंबर प्रश्न को आम देखिए। ड्यूरिंग द टाइम ऑफ थर्ड अटैक ऑफ मंगोलो इन्वेजन्स व्हिच मंगोलो लीडर लीड द आर्मी? उलुग खान, जफर खान, कुतुलु ख्वाजा, अलाउल मलिक। जितेबाला तृतीय युद्ध अभियान है मंगल मान तरफ अलाउद्दीन खिलजी उपर से समय मंगल सेनाबाहिनी नेतृत्व किए नहीं? तो पिला माने 10 नंबर उत्तरटा हे सी कुतुलुक ख्वाजा। ये होचंती तृतीय मंगल अभियान समय मंगल लीडर नेतृत्व नहीं मंगल मानकर। तापर हम देखिए नेक्स्ट 11 नंबर क्वेश्चन। बाय आस्किंग whether they had seen Jafar Khan that they feared to slay their thrusty related to which event of Alauddin Khilji? A quotation टा अलाउद्दीन खिलजी सहित जड़ित अच्छी कौ समय? अलाउद्दीन खिलजी तो गुड़िए युद्ध यात्रा करते कौ युद्ध यात्रा सहित ये कोटेशन जड़ित अच्छी? बाय आस्किंग whether they had seen Jafar Khan that they feared to slay their thrusty। मंगल इन्वेजन्स मंगल मान आक्रमण समय, कनक्वेस्ट ऑफ गुजरात गुजरात युद्ध यात्रा समय, कनक्वेस्ट ऑफ रंथावर रंथावर युद्ध यात्रा समय, कनक्वेस्ट ऑफ मेवार मेवार युद्ध यात्रा समय। तो पिला 11 नंबर उत्तरटा होची ए मंगल इन्वेजन। मंगल इन्वेजन रे अलाउद्दीन खिलजी एबल कमांडर जफर खान यहीपरि भाव आक्रमण करथिले जे मंगल मानकर होश उड़ी जाइथिला। एतिकी होश उड़ी जाइथिले से माने जलपान करिया भूली जाइथिले। मंगल मानकर हर्ष गुड़ी को युद्ध रे जफर खान को देखिले एते भयभीत हो जाइथिले जे से माने जलपान भी करनथिले भय रे। बीडी महाजन तांका पुस्तक रे सब वर्णना करथिले, आपण माने देखि परिबे। प्रत्येक धाड़ी को प्रश्न करियछि। ताहले 11 नंबर उत्तरटी होची पिला माने ए। तापर देखिए आम पिला 12 नंबर प्रश्न। 12 नंबर प्रश्न आमको कौन कहला? व्हिच ऑफ द एबल कमांडर डाइड इन बैटलफील्ड ड्यूरिंग द मंगोल इन्वेजन ऑफ अलाउद्दीन पीरियड? अलाउद्दीन शासन समय मंगल माने जो डजन रु अधिक थर आक्रमण करचंती ताको प्रतिहत करिया जाई अलाउद्दीन खिलजी केउ योद्धा सेनाध्यक्ष जड़े मृत्युवरण करचंती युद्ध भूमि रे? उलुग खान, जफर खान, कुतुलुक ख्वाजा, अलाउल मलिक। तो पिला माने 12 नंबर उत्तर हम बी जफर खान। जफर खान गुड़े लोक बंदी करते सत, किंतु से अलाउद्दीन खिलजी समय जो मंगल आक्रमण प्रतिहत करने समय युद्ध भूमि रे युद्ध क्षेत्र में मृत्युवरण करते। जिते एबल कमांडर थे से भितर जफर खान युद्ध भूमि में मृत्युवरण करते मंगल मान आक्रमण समय। तापर हम देखिए पिला नेक्स्ट 13। इन व्हिच ईयर अलाउद्दीन खिलजी फेस 4th टाइम मंगोल इन्वेजन? केउ मसीह अलाउद्दीन शासन समय 4th थर पर मंगल माने आक्रमण कले? 1303, 1304, 1305, 1306। 13 उत्तरखंडिक हम पिला माने ए 1303। 1303 मसीह अलाउद्दीन खिलजी को ऊपर 4th थर पर मंगल माने आक्रमण कले। आपण मैंने 6 मन रखिले, 7 मन रखिले, 49 मन रखिले, तापर 1303 क्रोनोलोजिकली मन रखा पड़ो अलाउद्दीन खिलजी कनक्वेस्ट गुड़िक कहीं पचारूँ। तापर आम देखिए पिला 14 नंबर प्रश्न। व्हिच मंगोल लीडर लीड मंगोल इन्वेजन इन 1303 टू दिल्ली? 1303 मसीह जो 4th थर पर मंगल माने दिल्ली उपर आक्रमण कले
ମୋଙ୍ଗଲ ମାନଙ୍କର ନେତୃତ୍ୱ କିଏ ନେଇଥିଲେ? ପ୍ରଶ୍ନଟି ଅଛି ସେୟା। ତାର୍ଘି, ଅଲିବେଗ, କୁତୁଲୁକ ଖ୍ୱାଜା, ତାର୍ତାକ। ପିଲାମାନେ ମନେ ରଖିବେ A B C D ସବୁଗୁଡ଼ାକ ହେଉଛନ୍ତି ମୋଙ୍ଗଲ ଇନଭେଜନର ଗୋଟେ ଗୋଟେ ଲିଡର। ଆଲାଉଦ୍ଦିନ ଖିଲଜୀଙ୍କ ସମୟରେ ମୋଙ୍ଗଲମାନେ ଯେଉଁ ଆକ୍ରମଣ କରିଥିଲେ ସେ ଆକ୍ରମଣରେ 4ଟି ଯାହା ଲିଡର 4ଟି ଯାହା ନାଁ ମନେ ରଖିବେ, ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା ଉଦ୍ଦେଶ୍ୟରେ। ତ ଚତୁର୍ଥ ଆକ୍ରମଣ 1303ରେ କିଏ ଅଧିକ ଭୂମିକା ନେଇଥିଲା ମୋଙ୍ଗଲ ଲିଡର? 14ର ପ୍ରଶ୍ନର ଉତ୍ତର ହେବ ଏ ତାର୍ଘି। ତାର୍ଘି ଇଏ ହେଉଛନ୍ତି ମୋଙ୍ଗଲ ଲିଡର ଯିଏକି ନେତୃତ୍ୱ ନେଇଥିଲେ ଚତୁର୍ଥ ଦିଲ୍ଲୀ ଆକ୍ରମଣ ଆଲାଉଦ୍ଦିନ ଖିଲଜୀଙ୍କ ଉପରେ 1303 ମସିହାରେ। ତାପରେ ଦେଖିବା ପିଲାମାନେ 15 ନମ୍ବର ପ୍ରଶ୍ନ। ହୁଇଚ୍ ଅଫ୍ ଦି ଏବଲ୍ କମାଣ୍ଡର ଅଫ୍ ଆଲାଉଦ୍ଦିନ ଲିଡ୍ ଏଗନେଷ୍ଟ ଫୋର୍ଥ ମୋଙ୍ଗଲ ଇନଭଜନ? ଆମେ ମୋଙ୍ଗଲ ମାନଙ୍କର ଲିଡର ପଢ଼ିଲେ ତାର୍ଘି 1303ରେ, କିନ୍ତୁ ସେଇ 1303ରେ ଆଲାଉଦ୍ଦିନଙ୍କର କିଏ ଲିଡର ଥିଲେ ଯିଏ ମୋଙ୍ଗଲ ମାନଙ୍କୁ ଏକ୍ସପେଡିସନ୍ ବା ମୋଙ୍ଗଲ ଆକ୍ରମଣକୁ ପ୍ରତିହତ କରିଥିଲା? ଉଲୁଗ ଖାନ, ଜଫର ଖାନ, ଗାଜି ମଲିକ, ଆଲାଉଲ ମଲିକ। 15 ନମ୍ବରର ଉତ୍ତରଟି ପିଲାମାନେ ଅବଶ୍ୟ ଗାଜି ମଲିକ। ଗାଜି ମଲିକ ଯେଉଁ ଚତୁର୍ଥ ଥର ମୋଙ୍ଗଲମାନେ ଆକ୍ରମଣ କରିଥିଲେ 1303 ମସିହାରେ, ତାକୁ ପ୍ରତିହତ କରିବା ପାଇଁ ଆଲାଉଦ୍ଦିନ ଖିଲଜୀଙ୍କର ତରଫରୁ ଏବଲ୍ କମାଣ୍ଡର ଥିଲେ ଗାଜି ମଲିକ। 2 ଜଣ ଥିଲେ, ଆଉ ଜଣଙ୍କ ନାଁ ଏଠି ରଖାଯାଇନି। ଗାଜି ମଲିକ ବି ସେ ଭିତରୁ ଅନ୍ୟତମ। ତେଣୁ ଗାଜି ମଲିକ ନେତୃତ୍ୱ ନେଇଥିଲେ। ତାପରେ ଆମେ ଦେଖିବା ନେକ୍ସଟ 16 ନମ୍ବର ପ୍ରଶ୍ନ। 16 ନମ୍ବର ପ୍ରଶ୍ନରେ ମୁଁ କ'ଣ କହିଲେ ପିଲାମାନେ? In which year 5th time Mongols invasion to Alauddin his territory and crossed the Indus near Multan and proceed towards the Himalaya? 1303, 1304, 1305, 1306। କେଉଁ ମସିହାରେ ମଙ୍ଗଲମାନେ ପଞ୍ଚମ ଥର ପାଇଁ ଆଲାଉଦ୍ଦିନଙ୍କର ସାମ୍ରାଜ୍ୟ ଉପରେ ଆକ୍ରମଣ କଲେ? ତା ସହିତ ସେମାନେ ଇନ୍ଦୋସ ନଦୀକୁ ମଧ୍ୟ ପାର କରି ଆସିଥିଲେ, ମୁଲତାନ ରାସ୍ତା ଦେଇ ହିମାଳୟ ପର୍ଯ୍ୟନ୍ତ ଯାଇଥିଲେ। ଏଇଟା ହେଉଛି ପଞ୍ଚମ ଥର ମଙ୍ଗଲ ଆକ୍ରମଣର କାହାଣୀ, କିନ୍ତୁ ସେଇଟା ପଞ୍ଚମ ଥର ଆକ୍ରମଣଟା କେଉଁ ମସିହା ପଚାରିଛି? 1303, 1304, 1305, 1306। 1303, 1304, 1305, 1306। 16ର ଉତ୍ତର ଖଣ୍ଡିକ ହେବ ଡି 1306। 1306 ମସିହାରେ ପଞ୍ଚମ ଥର ଯେଉଁ ମୋଙ୍ଗଲମାନଙ୍କର ଆଲାଉଦ୍ଦିନ ଖିଲଜୀଙ୍କ ଉପରେ ଆକ୍ରମଣ ହେଲା, ସେଇମାନେ ଇନ୍ଦୋସ ନଦୀ ଅତିକ୍ରମ କରିଥିଲେ। ଏଇଟା ପଚାରିପାରେ ଖାଲିରେ ବି ଇନ୍ଦୋସ ନଦୀ ମୋଙ୍ଗଲମାନେ କେଉଁ ମସିହାରେ ଅତିକ୍ରମ କରିକି ଆସିଥିଲେ ହିମାଳୟ ପର୍ଯ୍ୟନ୍ତ? 16ର ଉତ୍ତର ଖଣ୍ଡିକ ହେବ ପିଲାମାନେ ଡି 1306 ମସିହାରେ ମୋଙ୍ଗଲମାନେ ଇନ୍ଦୋସ ନଦୀ କ୍ରସ୍ କରିକି ଆସିଥିଲେ ହିମାଳୟ ପର୍ଯ୍ୟନ୍ତ। ତାପରେ ଆମେ ଦେଖିବା ପିଲାମାନେ 17। ହୁ ଆପଏଣ୍ଟେଡ୍ ଗଭର୍ଣ୍ଣର ଅଫ୍ ପଞ୍ଜାବ ଇନ୍ 1305 ବାଇ ଆଲାଉଦ୍ଦିନ ଖିଲଜୀ? ଉଲୁଗ ଖାନ, ଜଫର ଖାନ, ଗାଜି ମଲିକ, ଆଲାଉଲ ମଲିକ। କିଏ ଆଲାଉଦ୍ଦିନ ଖିଲଜୀଙ୍କର ଦ୍ୱାରା ପଞ୍ଜାବର ଗଭର୍ଣ୍ଣର ଭାବରେ ନିଯୁକ୍ତି ପାଇଥିଲେ 1305 ମସିହାରେ, ଯାହା ଅଧୀନରେ କି ମୁଲତାନ ଅଞ୍ଚଳ ଯାଉଥିଲା? ତ ପିଲାମାନେ ଏଠି 17 ନମ୍ବରର ଉତ୍ତରଟି ହେବ ସି ଗାଜି ମଲିକ। ଗାଜି ମଲିକକୁ ଆଲାଉଦ୍ଦିନ ଖିଲଜୀ ତାଙ୍କର ଏବଲ୍ କମାଣ୍ଡରକୁ ଗଭର୍ଣ୍ଣର ଭାବରେ ପଞ୍ଜାବର ନିଯୁକ୍ତି କରିଥିଲେ 1305ରେ। ସେଇ ଗାଜି ମଲିକଙ୍କ କାମ ଥିଲା ଏହି ମୋଙ୍ଗଲମାନଙ୍କୁ ଦମନ କରିବା। ତାପରେ ଆମେ ଦେଖିବା ପିଲାମାନେ 18 ନମ୍ବର ପ୍ରଶ୍ନ। ହୁଇଚ୍ ମୋଙ୍ଗଲ ଲିଡର ଲିଡ୍ 5th invasion to Alauddin's territory and crossed Indus? ଯେଉଁ ପଞ୍ଚମ ଥର ପାଇଁ ଆଲାଉଦ୍ଦିନ ଖିଲଜୀଙ୍କ ଉପରେ ମଙ୍ଗଲମାନଙ୍କର ଆକ୍ରମଣ ହେଲା, ଆଲାଉଦ୍ଦିନ ଖିଲଜୀଙ୍କ ଉପରେ ଆକ୍ରମଣ ସମୟରେ ମଙ୍ଗଲମାନଙ୍କ ନେତୃତ୍ୱ କିଏ ନେଇଥିଲା? ତାର୍ଘି, ଅଲିବେଗ, କୁତୁଲୁକ ଖ୍ୱାଜା, କୁବାକ। 18 ନମ୍ବରର ଉତ୍ତରଟି ପିଲାମାନେ ହେବ ଡି କୁବାକ। କୁବାକ ହେଉଛନ୍ତି ମଙ୍ଗଲମାନଙ୍କର ନେତା, ଯିଏକି ଆଲାଉଦ୍ଦିନ ଖିଲଜୀଙ୍କ ଉପରେ ପଞ୍ଚମ ଥର ଆକ୍ରମଣର ନେତୃତ୍ୱ ନେଇଥିଲେ। ତାପରେ ଆମେ ଦେଖିବା ପିଲାମାନେ 19 ନମ୍ବର ପ୍ରଶ୍ନ। 19 ନମ୍ବର ପ୍ରଶ୍ନ ଆମକୁ କ'ଣ କହୁଛି?
इन व्हिच ईयर लास्ट मंगोल इन्वेजन टू अलाउद्दीन खिलजी। अलाउद्दीन खिलजी ऊपर जो आक्रमण होता शेष मंगोल आक्रमण केवे 1307, 1310, 1315, 1320, 1307, 1310, 1315, 1320। शेष मंगोल आक्रमण अलाउद्दीन खिलजी ऊपर होता पिलाने ए 1307 1307। मन रखिए ये बेले 1308 देते भी हम 1307-8 थी ना बोले बहुत थी ना कोड़ा गोटे थी बही दुड़ीजा मसीहा देती। तापर आम देखिए पे ये 13 नंबर उत्तरटी है 1307 मसीह लास्ट मंगोल आक्रमण होता अलाउद्दीन खिलजी तापर देखिए शेष प्रश्न 20 नंबर प्रश्न वीडियो हु आर द लीडर ऑफ मंगोल लास्ट अलाउद्दीन खिलजी स्टेच्यू। अलाउद्दीन खिलजी राज्य उपरे अंचल उपरे जो मंगोल मान शेष आक्रमण होता तार नेतृत्व किए नहीं तारघी इकबाल मान कुतुलु ख्वाजा कुबाक। 20 नंबर उत्तर पे बी हम इकबाला मान ये भी जड़े होती इकबाला मान 20 बी ये भी होती जड़े मंगोल नेतृत्व जी की शेष थर पर अलाउद्दीन खिलजी ऊपर आक्रमण करते। ମୁଁ आशा करुच्ची मोर आलोचना आपण मानकर आगामी प्रतियोगितामूलक परीक्षा सहायक हो। वीडियो को लाइक करूँ, चैनल को सब्सक्राइब करूँ, समस्त प्रतियोगितामूलक ग्रुप में शेयर करूँ। वंदे मातरम।